ଭଗବାନଙ୍କ ଅନ୍ୟ ନାମ ହେଉଛି ପବିତ୍ରତା। ପବିତ୍ରମୟ ଜୀବନ ହିଁ ଧାର୍ମିକ ବ୍ୟକ୍ତିର ପ୍ରଥମ ଲକ୍ଷଣ। ସମାଜକୁ ଶିକ୍ଷା ଦେବା ପାଇଁ ବହୁ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼େ, କିନ୍ତୁ ଧର୍ମପରାୟଣ ହେବା ପାଇଁ କେବଳ ଶ୍ରଦ୍ଧା ଓ ବିଶ୍ୱାସ ହିଁ ଆବଶ୍ୟକ ପଡ଼େ। ଧର୍ମପରାୟଣ ବ୍ୟକ୍ତିର ମୁଖ୍ୟ ଲକ୍ଷଣ ହେଉଛି ସତ୍ୟ ଓ ମଧୁର ବଚନ କହି ଇନ୍ଦ୍ରିୟ ସଂଯମ କରିବା, ଦେବତା ଓ ପିତୃମାନଙ୍କୁ ପୂଜନ କରି ସତ୍ ପାତ୍ରରେ ଦାନ ଦେବା ଏବଂ ସମାଜର ଉତ୍ତମ କର୍ମ କରି ସନ୍ତୋଷମୟ ଜୀବନ ଯାପନ କରିବା। ଚୋରି କରିବା, ଅନ୍ୟକୁ ମାଗିବା ଓ ବ୍ୟଭିଚାର କରିବା ହେଉଛି ଶାରୀରିକ ପାପ। ଅସତ୍ୟ ଭାଷଣ ଓ ପରନିନ୍ଦା ହେଉଛି ବାଣୀର ପାପ ଏବଂ ପରଧନ ଇଚ୍ଛା, ଅନ୍ୟର ଅନିଷ୍ଟ ଚିନ୍ତା ଓ ଦୟାଦାନ ପ୍ରତି ଅଶ୍ରଦ୍ଧ ହେଉଛି ମାନସିକ ପାପ। ଏସବୁ ପାପରୁ ଦୂରେଇ ରହିବା ନିହାତି ଦରକାର। ଆମରି ବିଚାର ଓ ଇନ୍ଦ୍ରିୟ ବେଳେ ବେଳେ ଧୋକା ଦେଇଥାଏ। ସେଥିପାଇଁ ଜ୍ଞାନୀ ବ୍ୟକ୍ତି କର୍ମ କରିବା ପୂର୍ବରୁ ଭଲ ରୂପେ ବିଚାର କରି ଇନ୍ଦ୍ରିୟ ନିଗ୍ରହ ସହିତ କର୍ମ କରନ୍ତି, କାରଣ କର୍ମ ଅନୁସାରେ ସମସ୍ତଙ୍କୁ ଫଳ ମିଳେ। ଜ୍ଞାନୀ ବ୍ୟକ୍ତି ଅନ୍ୟର ଗୁଣକୁ ଶୁଣି ଖୁସି ହୁଅନ୍ତି ଏବଂ ସେହି ଗୁଣକୁ ଜୀବନରେ ଧାରଣ କରିବା ପାଇଁ ଚେଷ୍ଟା କରନ୍ତି। ମୂର୍ଖ ବ୍ୟକ୍ତି ଅନ୍ୟର ନିନ୍ଦାଗାନ କରନ୍ତି ଏବଂ ଜୀବନରେ ଦୁଃଖ କଷ୍ଟ ପାଆନ୍ତି। ସନ୍ତାନକୁ ଉତ୍ତମ ନାଗରିକ ରୂପେ ଗଢ଼ିବା ପାଇଁ ମାତା ପିତା ଯେଉଁ କଷ୍ଟ ସହ୍ୟ କରନ୍ତି, ସନ୍ତାନ ଶହେ ଜନ୍ମରେ ତାହା ପରିଶୋଧ କରିପାରେ ନାହିଁ। ଏଣୁ ମାତା ପିତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାର ସହିତ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କହନ୍ତି। ମାତା ପିତାଙ୍କୁ ଭକ୍ତିର ସହିତ ସେବା କରିବା ସନ୍ତାନର ପ୍ରଥମ କର୍ତ୍ତବ୍ୟ। ମାଈ କଇଁଛ ସମୁଦ୍ର ପାଣିରେ ବୁଲୁଥିଲେ ମଧ୍ୟ ତାର ମନ ସମୁଦ୍ର କୂଳରେ ଦେଇଥିବା ଅଣ୍ଡା ଉପରେ ଥାଏ। ସେହିପରି ମନୁଷ୍ୟ ସଂସାରରେ ରହି କର୍ମ କରୁଥିଲେ ମଧ୍ୟ ତାର ମନ ସର୍ବଦା ଈଶ୍ୱରଙ୍କ ପାଖରେ ରହିବା ଉଚିତ। ମନୁଷ୍ୟ ମାଛ, ମାଂସ ଓ ଅଣ୍ଡା ଆଦି ତାମସିକ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ, କାରଣ ଜୀବହତ୍ୟା ମହାପାପ ଅଟେ। ଭଗବାନଙ୍କ
ମନୁଷ୍ୟକୁ ଦୁଇଟି ଚକ୍ଷୁ, ଦୁଇଟି କାନ ଓ ଗୋଟିଏ ଜିଭ ଦେଇଛନ୍ତି। କାରଣ ଆମ୍ଭେ ଦେଖିବା ଓ ଶୁଣିବା ଅଧିକ, କିନ୍ତୁ କହିବା କମ୍। କଥା କମ୍ କହି କାମ ବହୁତ କରିବା ଉଚିତ। ମନୁଷ୍ୟ ଅସତ୍ୟ, କଟୁ ଓ ଅଶ୍ଳୀଳ ବଚନକୁ ତ୍ୟାଗ କରି ସତ୍ୟ, ସରଳ ଓ ମଧୁର ବଚନ କହିଲେ ସମସ୍ତଙ୍କ ଠାରୁ ଆଦର ସମ୍ମାନ ପାଇ ଜୀବନକୁ ଧନ୍ୟ କରିବା। ପ୍ରକୃତିର ପ୍ରେରଣା ହେଉଛି ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହ। ଈଶ୍ୱରଙ୍କ ଉପହାର ମାନବ ଶରୀରକୁ ଉତ୍ତମ ରୂପେ ଉପଭୋଗ କର। ପ୍ରତ୍ୟେକ କାମକୁ ଶ୍ରଦ୍ଧା ଓ ବିଶ୍ୱାସର ସହିତ କଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ। ଅନ୍ଧାରରେ ବସି ଭଜନ କରିବା ଉଚିତ ନୁହେଁ, କାରଣ ସେହି ସମୟରେ ଭୂତପ୍ରେତ ଗଣ ଭଜନର ସାର ତତ୍ତ୍ୱକୁ ନେଇ ଯାଆନ୍ତି। ମନୁଷ୍ୟ ଅଳ୍ପ ଦିନରେ ରୋଗୀ ହୋଇ ଧନ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାଏ। ଆଲୋକ ଥିବା ସମୟରେ ନିରାମିଷ ଭୋଜନ କରିବା ଉଚିତ। ସେହିମାନଙ୍କ ଜୀବନ ଧନ୍ୟ ହୋଇଥାଏ ଯେଉଁମାନେ ଆପଦ ବିପଦରୁ ଚିନ୍ତା ନ କରି ଭଗବାନଙ୍କ ରାସ୍ତାରେ ଯାଇ ପୂର୍ଣ୍ଣତା ପ୍ରାପ୍ତ କରିଥାନ୍ତି। ସେମାନଙ୍କୁ ଯୋଗୀ ବା ସାଧୁ ସନ୍ଥ କୁହାଯାଏ। ଯେପରି